ଏହି ଜିନିଷଟି ପ୍ରଥମ ଥର ବନେଇକି ମାନେ ଏତେ ବଢ଼ିଆ ବନିବ ମୁଁ କେବେ ଭାବି ବି ନଥିଲି। ତ କ'ଣ ବନେଇଲେ କ'ଣ ନାହିଁ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ନିଶ୍ଚିନ୍ତ ଦେଖନ୍ତୁ। ଆଉ ଯଦି ଭଲ ଲାଗିବ ତାହେଲେ ଲାଇକ୍ ଗୋଟେ, କମେଣ୍ଟ ଗୋଟେ, ସେୟାର ଗୋଟେ ନିଶ୍ଚିନ୍ତ କରିଦେବେ। ଆଉ ଯଦି ଫେସବୁକ୍ ଦେଖୁଛନ୍ତି ଫଲୋ କରିଦେବେ। ଆଉ ଯଦି ୟୁଟ୍ୟୁବରେ ଦେଖୁଛନ୍ତି ସବସ୍କ୍ରାଇବ୍ କରିଦେବେ। ଆଉ ଏଇଠି ମୁଁ ଆଜି ବନାଉଛି କାଞ୍ଜି। କାଞ୍ଜି କେଉଁମାନଙ୍କୁ ପସନ୍ଦ ନିଶ୍ଚିନ୍ତ ମୋତେ କମେଣ୍ଟରେ କହିବେ ହେଲା। ଆଉ ମୋତେ ତ ପସନ୍ଦ ନଥିଲା, ମାନେ ବାହାଘର ଆଗରୁ ମୁଁ କେବେ ଖାଇନଥିଲି। ମାନେ ଗୋଟେ ଥର ଖାଲି ଖାଇଛି ଯେତେବେଳେ ମୋ ପେଟରେ ମାନେ ମୋ ପୁଅ ଥିଲା, ମୋତେ ବହୁତ କ୍ରେଭିଂ ହେଇଥିଲା, ତ ଗୋଟେ ଥର ମୁଁ ଖାଇଥିଲି। ଏବେ 3-4 ଦିନ ହେଲା ମୁଁ ଜାଣିନି ମୋତେ ଏତେ ଇଚ୍ଛା ହେଲା କାଞ୍ଜି ଖାଇବା, ଯେବେ ଗରମଟା ବଢ଼ିଲା ନା ମାନେ କାଞ୍ଜି ଖାଇବାକୁ ଇଚ୍ଛା ହେଲା। ତ ମୁଁ କେବେ ବନେଇ ଜାଣିନି, ମୋ ଶାଶୁ ବନାଉଥିଲେ, ମୁଁ ମାନେ ଏମିତି ଜଷ୍ଟ ଦେଖିଥିଲି। ଆଉ ମମି ଟିକେ ପଚାରିଲି କେମିତି କ'ଣ ବନା ହେବ, ସେ ହିସାବରେ ମୁଁ ବନାଉଛି। ତ ଯେହେତୁ ତୋରାଣୀ ମାନେ ବାସି ତୋରାଣୀରେ ଖଟା ଲାଗିଲେ ଭଲ ଲାଗିବ ନା, ଯେହେତୁ ବାସି ତୋରାଣୀ ମୁଁ ରଖିନି, ଯେଉଁ ଭାତ ଗାଳିଲି ପେଜରେ ମୁଁ ବନାଉଛି। ପେଜରେ ଟିକେ ପାଣି ମିଶାଇଦେଲି, ପାଣି ମିଶାଇକି ସେଟା ଲୁଣ ହଳଦୀ ପକାଇଦେଲି। ଆଉ ମାନେ ମୋ ଶାଶୁଙ୍କୁ ମୁଁ ଦେଖିଛି ତାଙ୍କେ ନା ଯେଉଁ ଚାଉଳ ମାନେ ଖୁଦ ଟାଇପ୍ର କରିକି ପକାନ୍ତି, ମାନେ ଗ୍ରାଇଣ୍ଡ କରିକି, କିନ୍ତୁ ମୁଁ ସେମିତି ନ କରୁନୁ, ଚାଉଳ ଟିକେ ବତୁରେଇକି ଡାଇରେକ୍ଟ ପକାଇଦେଲି। ଆଉ ଲୁଣ ପକାଇ ତାକୁ ବସାଇଦେଲି ଫୁଟିବା ପାଇଁ। ସେଇଟା ଫୁଟିଲା ପରେ ଏଠି ମୁଁ ପରିବାରେ ନେଇଥିଲି ଟମାଟୋ ବହୁତ ସାରା, କାହିଁକିନା ଖଟା ଟିକେ ଲାଗିବ। ଟମାଟୋ, ବାଇଗଣ, ଆଉ ଗାଜର, ଆଉ ଭେଣ୍ଡି, ଆଉ ମୂଳା ଥିଲେ ବାସ୍ନା, କିନ୍ତୁ ମୂଳା ଯେହେତୁ ନଥିଲା ମୁଁ ସେମିତି ହିଁ ବନେଇ ଦେଇଛି। ଆଉ ମେନ୍ ଆଇଟମ୍ ହେଉଛି ଆର ହେଉଛି ଆମ୍ବୁଲ। ବାସି ତୋରାଣୀ ହେଇଥିଲେ ଖଟା ଲାଗିଥାନ୍ତା, କିନ୍ତୁ ଟମାଟୋ ତ ଆଜିକାଲି ଯେଉଁମାନେ କିଛି ପୁରା ଟେଷ୍ଟଲେସ୍, ସେଥିପାଇଁ ମୁଁ ଆମ୍ବୁଲ ବି 6-7ଟା ଖଣ୍ଡେ ପକାଇ ଦେଇଥିଲି। ତ ସବୁଯାକ ପକାଇ ସାରିଲା ପରେ ଏଇଟା ଫୁଟିଲା ପରେ ଲାଷ୍ଟ ମୁଁ ପକାଇଥିବି ଭେଣ୍ଡି, କାହିଁକିନା ଭେଣ୍ଡି ଟିକେ ଭାଜିକି ପକାଇଲେ ବି ଭଲ ଲାଗିବ, କିନ୍ତୁ ମୁଁ ଭାଜି ନଥିଲି, ଡାଇରେକ୍ଟ ସେମିତି ପକାଇ ଦେଇଥିଲି ଲାଷ୍ଟକୁ, ନହେଲେ ମିଳିଯିବ ନା ଭେଣ୍ଡିଟା। ସେଥିପାଇଁ ଲାଷ୍ଟକୁ ମୁଁ ପକାଇ ଦେଇଥିଲି। ଆଉ ତାକୁ ବହୁତ ଭଲସେ ଫୁଟିବା ପାଇଁ ମୁଁ ଛାଡ଼ି ଦେଇଥିଲି। ତ ସେଇଟା ପୁରା ଫୁଟିକି ପୁରା ଟକର ମକର ପୁରା ଫୁଟିଲା ପରେ ମୁଁ ଛୁଙ୍କ ଦେବି। ଦେଖନ୍ତୁ ଏଠି ମୋର ମାନେ ଅଲମୋଷ୍ଟ ମୋ କାଞ୍ଜି ରେଡ଼ି ହେଇଗଲା। ସେତିକି ଭିତରେ ମୋ ହଜବେଣ୍ଡ ଗାଧେଇକି ପଳେଇ ଆସିଲେ, ମୁଁ ତାଙ୍କୁ ବ୍ରେକଫାଷ୍ଟ ଦେଇ ଦେଇଥିଲି ଆଳୁ ପଟା, ତାଙ୍କେ ବାପା ପୁଅ ମିଶିକି ଖାଉଥିଲେ, ଜିମି ବି ସେଇଠି ଥିଲା। ତ ଏଇଠି ମୁଁ ଛୁଙ୍କରେ ଦେଇଛି ଶୁଖିଲା ଲଙ୍କା, ରସୁଣ, ଭୃଷଙ୍ଗ ପତ୍ର, ସୋରିଷ, ଜିରା, ଏତିକି ଦେଇଥିଲି। ଦେଇକି ଦେଖନ୍ତୁ ଭଲ ଦେଖାଯାଉଛି ନା, ନିଶ୍ଚିନ୍ତ କମେଣ୍ଟ କରିବେ। ପ୍ରଥମ ଥର ବନେଇଛି। ଆଉ ହେଲା ପରେ ମାନେ ବାବାଙ୍କୁ ଦେଲି, ମୁଁ ବି ଟିକେ ଖାଇଲି, ମାନେ ଭଲ ଲାଗିଲା। ହଜବେଣ୍ଡ ମାନେ ମୁଁ ଜାଣିବାରେ କେବେ ବି ତାଙ୍କେ ଡାଲି ବି ନା ଆଉ କିଛି ବି ଖାଆନ୍ତିନି, କିନ୍ତୁ ତାଙ୍କୁ ମୁଁ ଟିକେ ଚାଖିବା ପାଇଁ ଦେଇଥିଲି, ତାଙ୍କେ ବି କହିଲେ ବହୁତ ଭଲ ହେଇଛି। ତ ମୋର ଏଇଠି ପୁରା ମାନେ ମୁଁ ୱିନ୍ କରିଦେଲି ଫାର୍ଷ୍ଟ ଟାଇମ୍ ବନେଇବାରେ। ତ ଆଜି ପାଇଁ ଏତିକି।